ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବାକୁ ପାଇବେ କ'ଣ ପୁଣି ଥରେ ଏକାଠି ହେବେ ଅଂଶ ଏବଂ ଆଦ୍ୟା। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଆପଣମାନେ ଜାଣିପାରିବେ। ତେବେ ଅଂଶ ଯାଇଛନ୍ତି ଆଦ୍ୟାଙ୍କ ଘରକୁ ଆନିଙ୍କ ଟ୍ୟୁସନ୍ ପାଇଁ। ଆଦ୍ୟା ମ୍ୟାମ୍ ପାଠ ପଢ଼ାଇବା ପାଇଁ ଯାଇଛନ୍ତି ଅଂଶ ଏବଂ ଆନି ଆଦ୍ୟାଙ୍କ ଘରକୁ, କିନ୍ତୁ ଆଦ୍ୟା ସେତିକି ସମୟରେ ବାଥରୁମ୍ରେ ଅଛନ୍ତି ଓ କହୁଛନ୍ତି ଆନ୍ୟା ଟାୱେଲ୍ଟା ଦିଅ, ଟାୱେଲ୍ଟା ଦିଅ, କିନ୍ତୁ ଆନ୍ୟା ସେଠାରେ ନାହିଁ। ଆନିଙ୍କ ସହିତ ସେ ବାହାରକୁ ଖେଳିବା ପାଇଁ ପଳେଇଛନ୍ତି। ସେତିକି ସମୟରେ ଅଂଶ ନେଇ ଟାୱେଲ୍ଟି ଆଦ୍ୟାକୁ ଦେଇଛନ୍ତି। ଆଦ୍ୟା ଟାୱେଲ୍ରୁ ପୋଛି ହେଇ ଯେତେବେଳେ ବାହାରକୁ ଆସିଲେ ଦେଖିଲେ ବାହାରେ କେହି ନାହିଁ। ଆନି ଆନି ବୋଲି କୁଆଡ଼େ ଗଲେ ବୋଲି ଯେତେବେଳେ ସେମାନେ ବାହାରକୁ ଗଲେ ସେତେବେଳେ ଜାଣିଲେ ଯେ ସେମାନେ ବାହାରେ ଖେଳୁଥିଲେ। ତ ପଚାରିଲେ ତୁମେ ଯଦି ଏଠି ଅଛ ତାହେଲେ ଘରେ କିଏ ଥିଲା, ମୋତେ ଟାୱେଲ୍ କିଏ ଦେଲା? ତ ସେତିକି ସମୟରେ ଆନ୍ୟା କହୁଛି ଯେ ଘରେ ଆନିର ବାପା ଥିଲେ ବୋଲି। ତ ଆଦ୍ୟା ମନେ ମନେ ଚିନ୍ତା କଲା କ'ଣ ସେ ହିଁ ମୋତେ ଟାୱେଲ୍ ଦେଇଥିଲେ ବୋଲି। ଏପଟେ ଅଂଶ ସେ କଥାକୁ ସେ ଭାବି ଭାବି ଅଫିସରେ ବସିଛି। କ'ଣ ସତରେ ଅଂଶ ଏବଂ ଆଦ୍ୟା ପୁଣି ଥରେ ଏକାଠି ହେବେ? ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଆପଣମାନେ ଜାଣିପାରିବେ ସର୍ବପ୍ରଥମେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍ ଓ ସାଙ୍ଗସାଥୀକୁ ସେୟାର କରନ୍ତୁ।